ଦେଶ ସେବାର ଶିକ୍ଷା ପାଇଲେ। ଗୋପବନ୍ଧୁଙ୍କ ଦ୍ୱାରା ହିଁ ପୁରୀରେ ସେତେବେଳେ ହଇଜା ରୋଗରେ ପୀଡ଼ିତ ଲୋକମାନଙ୍କର ସେବା ପାଇଁ ପୁରୀ ସେବା ସମିତି ପ୍ରତିଷ୍ଠା କରାଯାଇଥିଲା। ପୁରୀ ସେବା ସମିତି ଗଠନ କରି ସେ ଆପଣା ଜୀବନକୁ ବିପନ୍ନ କରି ସାଥୀମାନଙ୍କ ସହ ରୋଗୀ ସେବା, ପରିବେଶ ପରିଚ୍ଛନ୍ନ ନିଜ କର୍ମରୁ ବିଚ୍ୟୁତ କରିପାରିନଥିଲା। 1906 ମସିହାରେ ଲ ପାସ୍ କରି ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କଲେ। ଆଇନ ଶିକ୍ଷା ସମାପ୍ତ ପରେ ସେ କିଛି ଦିନ ବାଲେଶ୍ୱର ଜିଲ୍ଲାର ନୀଳଗିରି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟ କରିଥିଲେ। ଗୋପବନ୍ଧୁ ଯେଉଁଦିନ ଲ ପରୀକ୍ଷାରେ ପାସ୍ ହେବା ସମ୍ବାଦ ଶୁଣିଲେ, ଠିକ୍ ସେହିଦିନ ତାଙ୍କର ପତ୍ନୀଙ୍କ ପରଲୋକ ହୋଇଥିଲା। ତାଙ୍କୁ ସେତେବେଳେ ମାତ୍ର 28 ବର୍ଷ ବୟସ। ଦେଶ କାମରେ ବାଧା ଉପୁଜିବ ବୋଲି ସେ ପୁନର୍ବିବାହ କଲେ ନାହିଁ। ଗୋପବନ୍ଧୁ 1909 ମସିହାରେ ମାତ୍ର 19 ଜଣ ଛାତ୍ରଙ୍କୁ ନେଇ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନ କଲେ। ଏହି ଅନୁଷ୍ଠାନରେ ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର ଏବଂ କୃପାସିନ୍ଧୁ ମିଶ୍ର ଶିକ୍ଷକ ରୂପେ ଯୋଗ ଦେଇଥିଲେ। ଏହା ଏକ ମଣିଷ ତିଆରି କାରଖାନା ଥିଲା। ଗୋପବନ୍ଧୁ 1910 ମସିହା ଜାନୁଆରୀ ମାସରେ ମୟୂରଭଞ୍ଜରେ ସରକାରୀ ଓକିଲ ଭାବେ ନିଯୁକ୍ତ ହୋଇଥିଲେ। 1917 ମସିହାରେ ମଧୁବାବୁଙ୍କ ସହାୟତାରେ ନିର୍ବାଚନ ଜିଣି ବିହାର ଓଡ଼ିଶା ବିଧାନସଭାର ସଭ୍ୟ ରୂପେ ନିର୍ବାଚିତ ହୋଇଥିଲେ। 1921 ମସିହାରେ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇ ଜେଲ ଦଣ୍ଡ ଭୋଗିଥିଲେ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ ରହିଥିଲା। ଗୋପବନ୍ଧୁ ସତ୍ୟବାଦୀ ନାମକ ମାସିକ ସାହିତ୍ୟ ପତ୍ରିକା ଓ ସମାଜ ନାମକ ସାପ୍ତାହିକ ସମ୍ବାଦପତ୍ର ପ୍ରକାଶ କରିଥିଲେ। ସମାଜରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ଇଂରେଜ ସରକାରଙ୍କ ଅବିଚାର ସମ୍ପର୍କରେ ନିର୍ଭୀକ ସମ୍ବାଦ ପରିବେଷଣ କରି 1922 ମସିହାରେ କାରାବରଣ କରିଥିଲେ। 1924ରେ ଜେଲରୁ ଖଲାସ ହେବା ପରେ କଟକଠାରେ ଅନୁଷ୍ଠିତ ଏକ ବିଶାଳ ସମ୍ବର୍ଦ୍ଧନା ସଭାରେ ବିଶିଷ୍ଟ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ ଉତ୍କଳମଣି ବୋଲି ସମ୍ବୋଧନ କରିଥିଲେ। ଗୋପବନ୍ଧୁଙ୍କ ସେବା, ତ୍ୟାଗ ଓ ଦରଦୀ ହୃଦୟରେ ପ୍ରୀତ ହୋଇ ଲାଲା ଲାଜପତ ରାୟ ତାଙ୍କୁ ଲୋକମଣ୍ଡଳର ସଦସ୍ୟ ରୂପେ ଗ୍ରହଣ କରିଥିଲେ। ପରେ ସେ ଏହି ଅନୁଷ୍ଠାନର ଉପାଧ୍ୟକ୍ଷ ଭାବେ ମନୋନୀତ ହେଲେ। ଓଡ଼ିଆ ଭାଷା ଓ ସାହିତ୍ୟକୁ ଗୋପବନ୍ଧୁଙ୍କ ଦାନ ଅତୁଳନୀୟ। ବନ୍ଦୀର ଆତ୍ମକଥା, ଧର୍ମପଦ, କାରା କବିତା, ଅବକାଶ ଚିନ୍ତା, ଗୋ ମାହାତ୍ମ୍ୟ ଏବଂ ନଚିକେତା ଉପାଖ୍ୟାନ
ତାଙ୍କର ଅମ୍ଳାନ କୃତି। 1928 ମସିହାରେ ଲୋକସେବକ ମଣ୍ଡଳର ବୈଠକରେ ଯୋଗଦାନ କରିବା ପାଇଁ ଲାହୋର ଯିବା ବାଟରେ ଆନ୍ତ୍ରିକ ଜ୍ୱରରେ ଆକ୍ରାନ୍ତ ହୋଇ ସତ୍ୟବାଦୀ ଫେରିଆସିଲେ। ଦିନକୁ ଦିନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଲା। 1928 ମସିହା ଜୁନ 17 ତାରିଖ ରବିବାର ସନ୍ଧ୍ୟା 7:25 ଗୋପବନ୍ଧୁ ଶେଷ ନିଶ୍ୱାସ ତ୍ୟାଗ କଲେ। ନିଃସ୍ୱାର୍ଥପର ସେବାପରାୟଣ ମନୋବୃତ୍ତି, ଉତ୍ସର୍ଗୀକୃତ ଚିନ୍ତାଧାରା ଆଦି ଐଶ୍ୱର୍ଯ୍ୟ ଗୁଣ ପାଇଁ ସେ ସଦାସର୍ବଦା ଜନମାନସରେ ଅମର ହୋଇ ରହିବେ। ମାନବ ଜୀବନ ନୁହେଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏନର କର୍ମ ଏକାତାର ଜୀବନର ମାନଦଣ୍ଡ। ଆଜି ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ସହସ୍ର କୋଟି ପ୍ରଣାମ। ବନ୍ଦେ ଉତ୍କଳ ଜନନୀ।